ସାର୍ ମୋ ନାଁ ରକ୍ଷିତ ବିଷମକଟ ବ୍ଲକ ରାୟଗଡ଼ା ଜିଲ୍ଲାରୁ ମୁଁ ଆସିଛି। ଆଜିକୁ 25 ବର୍ଷ ହେଲା ନଳକୂପ ମେକାନିକ ଆଉ ପମ୍ପ ଚାଳକ ଭାବରେ ମୁଁ କାମ କରୁଛି। ବହୁବାର ଦାବିପତ୍ର ସରକାରଙ୍କୁ ଦେଇଥିଲେ ମଧ୍ୟ ଆମର ଦାବିପତ୍ର ସେ ଗ୍ରହଣ କରିନାହାନ୍ତି। ତଥାପି ଆଜିକୁ 2 ମାସ ହେଲା ଏହି ବିଧାନସଭା ଆଗରେ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ ଦାବିରେ ବସିଛି। ଆମର ଲୋକପ୍ରିୟ ନେତା ମାନ୍ୟବର ମୋହନ ଚରଣ ମାଝୀଜୀଙ୍କୁ ମୁଁ ଅନୁରୋଧ କରୁଛି, ଆମର 2ଟା ଦାବି ପୂରଣ ନ ହେଲେ, ଗୋଟେ ଦାବି ହେଲା ଆମର କୁଶଳୀ ମାନ୍ୟତା, 2 ନମ୍ବର ହେଲା ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତରରେ ଆମକୁ ଦରମା ଦିଆଯାଉ। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ଦାବି ପୂରଣ ନ କଲେ, ଆମେ ଧାରଣାରେ ଯେତେ ଲୋକ ବସିଛୁ ତାଙ୍କ ଆଗରେ ଆମର ଆତ୍ମା ଆହୁତି ଦେବୁ।